श्री जगन्नाथ संस्कृति प्रचार संस्थान। ସେହି ପ୍ରଳୟ ମଧ୍ୟରେ ମଧ୍ୟ ଜଣେ ଋଷି ଜୀବିତ ଥିଲେ। ତାଙ୍କର ନାମ ହେଉଛି ମହର୍ଷି ମାର୍କଣ୍ଡେୟ। ଯେଉଁ କ୍ଷଣରେ ମହର୍ଷି ମାର୍କଣ୍ଡେୟ ଗୋଟିଏ ଦିବ୍ୟ ବାଳକଙ୍କ ମୁଖରେ ପ୍ରବେଶ କଲେ, ସେହି କ୍ଷଣରେ ସେ ବୁଝିଗଲେ ପ୍ରଳୟ କେବେ ଶେଷ ନୁହେଁ, ଏହା ଭଗବାନଙ୍କ ଲୀଳା। ଏହି ଅଦ୍ଭୁତ ଘଟଣା ଶ୍ରୀମଦ୍ ଭାଗବତ ପୁରାଣର ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣିତ। ସେ ସମୟର କଥା, ଯେବେ ମହାପ୍ରଳୟ ଆସିଥିଲା, ନା ଥିଲା ପୃଥିବୀ, ନା ଥିଲା ଆକାଶ, ନା ଦିଗ, ନା ସମୟ। ଚାରିଦିକେ କେବଳ ଅସୀମ ଜଳ ଏବଂ ଗଭୀର ନୀରବତା। ସେଇ ବିନାଶର ମଧ୍ୟରେ ମଧ୍ୟ ଜଣେ ଋଷି ଜୀବିତ ଥିଲେ। ତାହାଙ୍କ ନାଁ ହେଉଛି ମହର୍ଷି ମାର୍କଣ୍ଡେୟ। ଜଳରେ ଭ୍ରମଣ କରୁଥିବା ସମୟରେ ସେ ଦୂରରୁ ଗୋଟିଏ ଅଦ୍ଭୁତ ଦୃଶ୍ୟ ଦେଖିଲେ। ଅନନ୍ତ ଜଳ ମଧ୍ୟରେ ଗୋଟିଏ ବଟବୃକ୍ଷର ପତ୍ର ଭାସୁଥିଲା ଏବଂ ସେଇ ପତ୍ର ଉପରେ ଗୋଟିଏ ଦିବ୍ୟ ବାଳକ ଶାନ୍ତିରେ ଶୋଇଥିଲେ। ବାଳକଙ୍କ ଶରୀର ନୀଳ ମେଘବର୍ଣ୍ଣ ପରି, ମୁଖରେ ଅଲୌକିକ ହସ ଏବଂ ସେ ନିଜ ଆଙ୍ଗୁଠି ଚୁଷୁଥିଲେ। ମନେ ହେଉଥିଲା ପ୍ରଳୟ ତାଙ୍କୁ କିଛି ବି କରିପାରି ନଥିଲା। ଋଷି ଭାବୁଥାନ୍ତି, ଯେଉଁଠି ସମ୍ପୂର୍ଣ୍ଣ ସୃଷ୍ଟି ପ୍ରଳୟ ହୋଇଯାଇଛି, ସେଠାରେ ଏହି ବାଳକ କେମିତି ବା ସୁରକ୍ଷିତ? ଏହି ପ୍ରଶ୍ନ ମାର୍କଣ୍ଡେୟଙ୍କ ହୃଦୟକୁ ଅସ୍ଥିର କରିଦେଲା। ଯେପରି ସେ ବାଳକଙ୍କୁ ପ୍ରଣାମ କଲେ, ବାଳକ ମୁଖ ଖୋଲିଲେ ଏବଂ ପରବର୍ତ୍ତୀ କ୍ଷଣରେ ମାର୍କଣ୍ଡେୟ ତାଙ୍କ ମଧ୍ୟରେ ଆକର୍ଷିତ ହୋଇଗଲେ। ଭିତରେ ସେ ଦେଖିଲେ ସେଇ ସୃଷ୍ଟି ଯାହା ବାହାରେ ନଷ୍ଟ ହୋଇଯାଇଥିଲା। ସୂର୍ଯ୍ୟ, ଚନ୍ଦ୍ର, ଲୋକ, ପର୍ବତ, ସମୁଦ୍ର ଏବଂ କାଳ, ଭୟ ଓ ବିସ୍ମୟରେ ତାଙ୍କ ଅସ୍ତିତ୍ୱ କମ୍ପି ଉଠିଲା। ପରମୁହୂର୍ତ୍ତରେ ସେ ପୁଣି ବାହାରକୁ ଆସିଲେ। ବାଳକ ପୁନର୍ବାର ବଟପତ୍ର ଉପରେ ହସୁଥିଲେ। ତେବେ ବାଳକ କହିଲେ, ସୃଷ୍ଟି ମୋ ଠାରୁ ଜନ୍ମ ନେଉଛି, ମୋ ମଧ୍ୟରେ ରହୁଛି ଏବଂ ମୋ ମଧ୍ୟରେ ପ୍ରଳୟ ହେଉଛି। ସେହି କ୍ଷଣରେ ମାର୍କଣ୍ଡେୟ ବୁଝିଗଲେ, ଏହି ବାଳକ କେହି ସାଧାରଣ ନୁହେଁ, ସେ ହେଉଛନ୍ତି ବଟପତ୍ର ସାଇ ସ୍ୱୟଂ ଭଗବାନ ନାରାୟଣ। ଜୟ ଶ୍ରୀ ଜଗନ୍ନାଥ। ଜୟ ଜୟ ଜଗନ୍ନାଥ।